ଆମର ଭାଇରାଲ କଳାକାର ତ କଳାକାର କଳାକାର ଭିତରେ ଭାଇରାଲ କିଏ କଣ ମୁଁ ଯେତିକି ଅଛି ଆମ ଅନୁଷ୍ଠାନ ଭିତରେ ଯେତିକି ବି କଳାକାର ଅଛି ତା ଭିତରେ କୋଉ ଗୋଟାକ କମ ବି ନାହାନ୍ତି। ଖାଲି ଯେ ଭାଇରାଲ ଗୋଟେ ମାନେ ଆର୍ଟିଷ୍ଟ ହେଇଗଲେ ଯାତ୍ରାଟା ଭଲ ଚାଲିବ ସେଟା ଗୋଟେ ଯାତ୍ରାର ଗୋଟେ ନାଟକର ଗୋଟେ ମାନେ ଯୋଉ ମାନେ ବିଷୟଟା ଲୋକ ଅନୁଭବ ଆମର ତ ପରିଶ୍ରମ ଜୋରସେ ଚାଲିଛି। ଠାକୁରଙ୍କର ବି ଆଶୀର୍ବାଦ ଅଛି, ପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ଅଛି, ମା ବାରଭୁଜଙ୍କର ଆଶୀର୍ବାଦ ଅଛି। ତେଣୁକରି ଆମେ ନିରାଶ ହେଇନୁ ଏପର୍ଯ୍ୟନ୍ତ ଯୋଉ ପ୍ରଥମରୁ ଆଜି ପର୍ଯ୍ୟନ୍ତ ନିରାଶ ହେଇନୁ। ଠାକୁରଙ୍କ ଆଶୀର୍ବାଦରେ ଅନୁଷ୍ଠାନ ଚାଲିଛି ପୁରା। କେମିତି ଲଢେଇ କରିବେ? ବର୍ତ୍ତମାନ ତ ଆଜି ଗୋଟେ ଇନୋଗ୍ରେସନ ହେଲା, ତତେ ବୁଲେଇ ନେବି ଖଣ୍ଡଗିରି। ଯେହେତୁ ଖଣ୍ଡଗିରି ନାଁରେ ଯାତ୍ରାଟି ହେଇଛି, ଖଣ୍ଡଗିରି ନାଁରେ ବି ନାଟକଟି ଆରମ୍ଭ ହେଇଛି। ନିଶ୍ଚିନ୍ତ ଭାବରେ ଆକୃଷ୍ଟ କରିବା, ଯେହେତୁ ଆମର ଗୋଟେ ପାରିବାରିକ ଗୋଟେ ନାଟକଟିଏ ହେଇଛି। ମାନେ ପାରିବାରିକ ଏମିତି କି ମାନେ ଗୋଟେ ନାଟକ ଦେଖିବାକୁ ଗଲେ ଲୋକ ସଂକୁଚାକେ ମନେ କରନ୍ତି। ମାନେ ଅଶ୍ଳୀଳ କିଛି ଥିବ କି କଣ ଲୋକ ଅଧାରୁ ମାନେ ଉଠିକି ପୁରା ପଳେଇ ଆସନ୍ତି। ମୁଁ ଯେତିକି ଶୁଣିଛି ନାଟକ ବିଷୟରେ, ଲୋକ ଯାତ୍ରା ଟିକେ ପଡିଥିବ ଅଧାରୁ ମାନେ ଟେକା ପଥର ବି ପକାନ୍ତି। ଯେହେତୁ ଆମେ ଏତେ ସୁନ୍ଦର ନାଟକ ଏତେ ପାରିବାରିକ ନାଟକ ଟିକେ କରିଛୁ, ଏଥିରେ ଅଶ୍ଳୀଳ ନାହିଁ କି କୌଣସି ଦେଖିବାର କୌଣସି ଦ୍ୱନ୍ଦ ବି ନାହିଁ। ଲୋକ ଅତି ଖୁସି ମନରେ ଯାତ୍ରା ପଟେ ଗୋଟେ ମନ ପୂର୍ଣ୍ଣ କରିବେ। ଆମର ଭାଇରାଲ କଳାକାର ତ କଳାକାର ଭିତରେ ଭାଇରାଲ କିଏ କଣ ମୁଁ ଯେତିକି ଅଛି ଆମ ଅନୁଷ୍ଠାନ ଭିତରେ ଯେତିକି ବି କଳାକାର ଅଛି ତା ଭିତରେ କୋଉ ଗୋଟାକ କମ ବି ନାହାନ୍ତି। ମାନେ କଳାକାର ଭିତରେ ମାନେ କମ ମାନେ କାହା କହିପାରିବେନି, ଅଧିକ ବି କାହା କହିପାରିବେନି। ତେଣୁ ଅନୁଷ୍ଠାନ ତ କଳାକାରଙ୍କୁ ନେଇକି ଚାଲିବ, କଳାକାର ମୋର ଠିକ ଅଛନ୍ତି। ଖାଲି ଯେ ଭାଇରାଲ ଗୋଟେ ମାନେ ଆର୍ଟିଷ୍ଟ ହେଇଗଲେ ଯାତ୍ରାଟା ଭଲ ଚାଲିବ ସେଟା ଗୋଟେ ଯାତ୍ରାର ଗୋଟେ ନାଟକର ଗୋଟେ ମାନେ ଯୋଉ ମାନେ ବିଷୟଟା ଲୋକ ଅନୁଭବ ମାନେ ଇଏ କରିବେ, ମାନେ ଦେଖିବାକୁ ଚେଷ୍ଟା କରିବେ ନାଟକଟା କେମିତି ଅଛି। ଯେହେତୁ ଏଇ ନାଟକରେ କୌଣସି ମାନେ ଅଶ୍ଳୀଳତା ନାହିଁ, ମାନେ ଗୋଟେ ଦେଖିଲା ଭଳିଆ ମାନେ ଅଶ୍ଳୀଳତା ଦେଖିଲା ଭଳିଆ କିଛି ନାହିଁ। ଲୋକମାନେ ସେଟା ଇଏ କରିବେ। ନାଇଁ ଲୋକଙ୍କ ଭାଇରାଲରେ କଣ ଅଛି, ଏଡେ ଭାଇରାଲ ଥିବେ ଏଥିରେ ଅଶ୍ଳୀଳତା ରଖିଥିବେ। ତେଣୁକରି ଲୋକ ବିଚୁଡୁଥିବେ, ଏଡେ ଟେକା ପଥର ପକଉଥିବେ। ସେଥିରେ ଲୋକଙ୍କର କଣ ଅଛି, ମାନେ ଲୋକଙ୍କ ଚାହିଁବା ଆଜିକାଲି ଦୁନିଆରେ ମାନେ ସତୁକୁ ମାନେ ଯୋଉ ଘଟଣାଟା ଘଟୁଛି ଲୋକଙ୍କ ରାସ୍ତାଘାଟରେ ଝିଅ ପୁଅ ଟିକେ ଯାଇପାରୁନଥିବେ। ଆଜିକାଲି ଯାହା ସବୁ ଘଟୁଛି, ଆମେ ଗୋଟେ ଏମିତି ନାଟକ ଟିକେ କରିଛୁ ଲୋକମାନେ ଜାଣିବେ ଯେ ନା ନାଟକ ଭିତରେ କିଛି ଅଛି। ମାନେ ଆମେ ସମାଜରେ ଏକଲା ଯାଇପାରିବୁ, ବୁଲି ପାରିବୁ, ଏମିତି ଗୋଟେ ପାରିବାରିକ ଆମର ନାଟକଟିଏ ହେଇଛି। ସେଇଟା ତ ନାଟକ କଳାକାର ଦେଖିଲେ ହିଁ ଦର୍ଶକ ମାନେ କହିପାରିବେ। ସେଇଟା ତାଙ୍କ ହିସାବରେ ସେ ଠିକ ଥିବେ। ପିୟୁଷ ବି ମୁଁ ବି ମାନେ ଆମର ଗୋଟେ ଯାତ୍ରା ପାର୍ଟି ଆଗରୁ ବି ଥିଲା ମଧ୍ୟ, ମାନେ ମୋ ଦାଦା ଶ୍ୱଶୁରଙ୍କର ଥିଲା, ମୋ ସ୍ୱାମୀ ସେଇଟା ବୁଝାମଣା କରିଥିଲେ। ପିୟୁଷଙ୍କୁ ମଧ୍ୟ ମୁଁ ଆଗରୁ ଚିହ୍ନିଥିଲି। ପ୍ରଥମ ତାଙ୍କର କ୍ୟାରିୟର ଷ୍ଟାର୍ଟ ହେଇଥିଲା ସେଇଥିରୁ। ମୁଁ ତାଙ୍କୁ ଆଗରୁ ବି ଜାଣିଛି, ବହୁତ ଭଲ ଲୋକ ସିଏ। ତାଙ୍କର ଆଜିକା ଡେଟରେ ପରିଶ୍ରମର ଫଳ ବି ମାନେ ଭଗବାନ ଦେଇଥାନ୍ତି। ଆଜିକା ଡେଟରେ ତାଙ୍କର ନାଁ ଅଛି। ମୁଁ ବି ଚାହୁଁଛି ଆମର ଯାତ୍ରା ପାର୍ଟିରେ ଯେତେକ କଳାକାର ଅଛି ତାଙ୍କର ବି ନାଁ ମଧ୍ୟ ହବ, ଯାତ୍ରା ପାର୍ଟି ଅତି ଉତ୍ତମରେ ଚାଲିବ। ଆଜ୍ଞା 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 ବେପାର ତ ଜୋରସେ ଚାଲିଛି, ମାନେ ବହୁ ପରିଶ୍ରମର ଫଳ ଆଜି ଭଗବାନ। କାହାକୁ ବୁଲେଇବୁ, ଲୋକଙ୍କୁ ବୁଲେଇବୁ, ଖଣ୍ଡଗିରି ଲୋକଙ୍କୁ ବୁଲେଇବୁ, ଆମର ଓଡିଶାବାସୀଙ୍କୁ ବୁଲେଇବୁ, ଓଡିଶାବାସୀଙ୍କ ମନକୁ ପୁରା ବୁଲେଇବୁ। ଖଣ୍ଡଗିରି ଯାତ୍ରାଙ୍କୁ ଲୋକ ଦେଖି ଯେମିତି ମନ ବିଚଳିତ, ମାନେ ମନ ପୁରା ତାଙ୍କର ଉଲ୍ଲାସିତ ହେଇକି ବୁଲିବେ, ସେଇ ବୁଲେଇବୁ ଆଉ।